दर्शक बंधु ये हूँ ସେତେବେଳର ଚିତ୍ର ଯେତେବେଳେ ମୁଁ ପିଜି କରିବା ପାଇଁ ସଂଘର୍ଷ କରୁଥିଲି। ପିଜି ପଢ଼ୁଥିଲି, କିନ୍ତୁ ମୋ ପାଖରେ ସେତେବେଳେ ପଇସା ନଥିଲା। ଘରେ ବି ଯେହେତୁ ମୁଁ 22-23 ବର୍ଷର ହେଇଥିଲି, ତେଣୁ ଘରୁ ପଇସା ନେଇକି ପଢ଼ିବା ମୋ ପାଖେ ଏତେଟା ସମ୍ଭବ ନଥିଲା। ତେଣୁ ମୁଁ ଜୋମାଟୋରେ କାମ କରିବା ପାଇଁ ସେତେବେଳେ ସ୍ଥିର କରିଥିଲି। ଆଉ ସେ ଚିତ୍ର ହେଉଛି ଭଦ୍ରକ ସହରର। ଦେଖନ୍ତୁ, ଆମର ପ୍ରଥମ ଯେତେବେଳେ ଜୋମାଟୋ ଆସିଲା ଭଦ୍ରକକୁ, ସେତେବେଳେ ଆମେ କେକ୍ ଗୋଟେ କାଟିଥିଲୁ। କେକ୍ଟେ ଆଣିକି ମୋର ମନେ ଅଛି, ପ୍ରଥମ ଦିନ ଆମର ଗୋଟେ ମିଟିଂ ହେଇଥିଲା। ଆଉ ତାପରେ ଗୋଟେ କେକ୍ ଆଣିବା ପାଇଁ ସେ ଭୁବନେଶ୍ୱରରୁ ଜଣେ ସାର୍ କହିଥିଲେ। ତାପରେ ମୁଁ ଆଉ ଜଣେ ଏଇ ଭାଇ ଯେଉଁ ହେଲମେଟ୍ ଧରିଛନ୍ତି, ଆମେ 2 ଜଣ ଯାଇଥିଲୁ ଆଉ କେକ୍ଟେ ଆଣିଥିଲୁ। କେକ୍ଟା ଆଣିବା ପରେ ସମସ୍ତେ ଗୋଟେ ହୋଟେଲରେ, ସମସ୍ତେ ଜୋମାଟୋ ଡ୍ରେସ୍ ପିନ୍ଧିବା ପାଇଁ ଆଉ ବ୍ୟାଗ୍ ଧରିବା ପାଇଁ ଆମକୁ କୁହାହେଇଥିଲା। ଯେହେତୁ ଆମେ କାମ କରୁଛୁ ଜୋମାଟୋର ଷ୍ଟାର୍ଟିଂ ଡେରୁ, ତ ସେଥିପାଇଁ ଆମକୁ ଗେଞ୍ଜି ଆଉ ବ୍ୟାଗ୍ ଧରିକି ଆମେ ଆସିଥିଲୁ। ତାପରେ କେକ୍ କାଟିବା ପାଇଁ ୱେଲକମ୍ ଜୋମାଟୋ ଇନ୍ ଭଦ୍ରକ ଲେଖା ହେଇଥିଲା କେକ୍ ଉପରେ। ଆଉ ଭାଇ କାଟିଥିଲେ। ମୁଁ ଦେଖନ୍ତୁ ଟୋପି ପିନ୍ଧିକି ଧଳା ମାସ୍କ ପିନ୍ଧିକି ଖାଇବି ବୋଲି କାଟିଦେଲି, ମାସ୍କଟା କାଟିଦେଲି। ଭାଇ ମୋତେ କହିଥିଲେ, କହିଲେ କାମ କରିବା ଭଲ ଲାଗିବ। ମୁଁ ତ ଜାଣିନଥିଲି। ଆଉ ତାପରେ ଧୀରେ ଧୀରେ କାମ କଲୁ। ପ୍ରାୟ 60,000 ଭଳିଆ ପିଜିରେ ମୁଁ ପଇସା ଦେଇଥିଲି କଲେଜରେ। ତା ବାଦେ ରହିବା 2 ବର୍ଷ, ପୁଣି ମୋର ଖର୍ଚ୍ଚ ସବୁକିଛି ମୁଁ ଏ ଜୋମାଟୋରୁ କରିଥିଲି। ମୋର ଗାଡ଼ି ନଥିଲା, ମୁଁ ସାଇକେଲରେ ଜୋମାଟୋ କରୁଥିଲି। ତାପରେ କିଛି ଦିନ ପରେ, ବର୍ଷେ ଖଣ୍ଡେ ପରେ ଜୋମାଟୋ ଚାଲିଥାଏ। ତାପରେ ଆସିଗଲା ସ୍ଵିଗି ଭଦ୍ରକକୁ। ଭଦ୍ରକର ସ୍ଵିଗି ଆସିବା ପରେ 2 ଜଣ ଭିତରେ କମ୍ପିଟିସନ୍ ଲାଗିଲା। ତାପରେ ମୁଁ ଗାଡ଼ି କଲି। ମୁଁ ତ ନିଜେ ପଇସା ଦେଇନଥିଲି, ମୋ ବାବା ଦେଇଥିଲେ। ତାପରେ ଗାଡ଼ି ହେଲା ପରେ ଆମେ ସେ କାମ କଲୁ। ଯାହା ବି ହଉ, ସେ ପଇସା ନେଇକି ମୁଁ 2 ବର୍ଷରେ ଏତିକି କିଛି କରିଛି। ଭାବୁଛି ଆପଣଙ୍କୁ ଏ ଭିଡ଼ିଓଟି ଭଲ ଲାଗିଥିବ। ରହୁଛି, ଧନ୍ୟବାଦ।